ବନ୍ଧୁଗଣ ଆଜି ଆମେ ଜାଣିବା 28 ଜାନୁଆରୀ 2025 ମଙ୍ଗଳବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 28 ଜାନୁଆରୀ 2025 ମଙ୍ଗଳବାର, ମାଘ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ, ରାତ୍ର 7 ଘଣ୍ଟା 35 ମିନିଟ୍ ଗତି ଅମାବାସ୍ୟା। ଆଜି ପୂର୍ବାଷାଢ଼ ନକ୍ଷତ୍ର, ଦିବା 8 ଘଣ୍ଟା 57 ମିନିଟ୍ ଗତି ଉତ୍ତରାଷାଢ଼ ନକ୍ଷତ୍ର। ଆଜି ଧନୁଚନ୍ଦ୍ର, ଦିବା 2 ଘଣ୍ଟା 51 ମିନିଟ୍ ଗତି ମକର ଚନ୍ଦ୍ର। ଆଜିର ପର୍ବୋତ୍ସବ ମଙ୍ଗଳ ଚତୁର୍ଦ୍ଦଶୀ ସ୍ନାନ ଓ ଯମତର୍ପଣ। ଆଜିର ଶୁଭବେଳା ଦିବା 8 ଘଣ୍ଟା 46 ମିନିଟ୍ରୁ ଦିବା 11 ଘଣ୍ଟା ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 6 ଘଣ୍ଟା 32 ମିନିଟ୍। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 5 ଘଣ୍ଟା 41 ମିନିଟ୍। ଆଜି ତୁଳା, କୁମ୍ଭ ପୁରୁଷ ଏବଂ ବୃଷ, ମିଥୁନ ଓ ବିଛା ରାଶି ମହିଳାମାନଙ୍କ ଘାତ ଚନ୍ଦ୍ର ଏବଂ ମକର ରାଶିର ଘାତବାର। ଆଜି ବିରି ଖାଇବା ନିଷିଦ୍ଧ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆପଣଙ୍କ ରାଶିରୁ ନବମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ଭାଗ୍ୟରେ ବୃଦ୍ଧି କରିବ। ପୂର୍ବରୁ ଚାଲିଥିବା ସମସ୍ୟାରୁ ଆପଣ ଆରାମ ପାଇବେ ଏବଂ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି। କିନ୍ତୁ ଅନାବଶ୍ୟକ କାର୍ଯ୍ୟ ତଥା ଅସୁରକ୍ଷିତ କାର୍ଯ୍ୟରୁ ଆପଣ ଦୂରେଇ ରୁହନ୍ତୁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରଗତି ହେବାରୁ ମନରେ ସନ୍ତୁଷ୍ଟିର ଭାବନା ରହିବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ହେବ। ରୋଜଗାର ପାଇଁ ପ୍ରୟାସରତ ବ୍ୟକ୍ତିଙ୍କୁ ସୁଖଦ ସମାଚାର ମିଳିବ। ପାରିବାରିକ ସମ୍ପର୍କରେ ପୂର୍ବରୁ ଲାଗି ରହିଥିବା ତିକ୍ତତା ଦୂର ହେବାକୁ ଲାଗିବ ଏବଂ ଆପଣ ମାନସିକ ଚାପରୁ ମୁକ୍ତି ପାଇବେ। ଜୀବନସାଥୀଙ୍କ ସହଯୋଗରେ ଆପଣ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆରାମ ଅନୁଭବ କରିବେ। କିନ୍ତୁ ମାତାଙ୍କ ସହିତ ନିଜ ସମ୍ପର୍କର ବିଷୟ ଧ୍ୟାନ ରଖନ୍ତୁ। ଭାଇ ଭଉଣୀମାନଙ୍କ ସହଯୋଗ ପ୍ରାପ୍ତି ହେବ। ପ୍ରେମ ଜୀବନରେ ନୂତନ ମଧୁରତାର ସଞ୍ଚାର ହେବ। ଆର୍ଥିକ ସ୍ଥିତି କ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ଖର୍ଚ୍ଚରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ସ୍ୱାସ୍ଥ୍ୟାବସ୍ଥାରେ ଅସ୍ଥାୟୀ ରୋଗରୁ ମୁକ୍ତି ମିଳିବ। ଆଜି ଆପଣ ଓଂ ହଂ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ବୃଷ ରାଶି, ଆପଣଙ୍କ ଅଷ୍ଟମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ଶତ୍ରୁପକ୍ଷକୁ ସକ୍ରିୟ କରିବ। ବାଣିଜ୍ୟ ବ୍ୟବସାୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ ଶତ୍ରୁମାନେ ଆପଣଙ୍କ କ୍ଷତି କରିବାର ଚେଷ୍ଟା କରିବେ। କିନ୍ତୁ ଆପଣ ନିଜ ବୁଦ୍ଧିବଳ ଏବଂ କର୍ମଠତା ବଳରେ ସମସ୍ତ ପ୍ରକାର ସମସ୍ୟାର ସଫଳତାପୂର୍ବକ ସାମ୍ନା କରିବେ। ଇଚ୍ଛାକୃତ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଏକାଗ୍ରତାର ଆବଶ୍ୟକ ରହିଛି। ରେଷ୍ଟୁରାଣ୍ଟ ଏବଂ ହୋଟେଲ ଆଦି ବ୍ୟବସାୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସ୍ଥିତି ସାମାନ୍ୟ ସଂଘର୍ଷପୂର୍ଣ୍ଣ ରହିବ। ପରିବାରରେ କାହା ସହିତ ମତଭେଦ ହେବାର ସମ୍ଭାବନା ରହିଛି, କିନ୍ତୁ ଆପଣ ନିଜ ବାଣୀ କୌଶଳରେ ସମସ୍ତଙ୍କୁ ପ୍ରଭାବିତ କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ, କିନ୍ତୁ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ପ୍ରେମ ସମ୍ବନ୍ଧ ମାନସିକ ଶାନ୍ତି ଓ ପ୍ରସନ୍ନତାର କାରଣ ହେବ। ଆର୍ଥିକ ସ୍ଥିତି ଉତ୍ତମ ଅନୁକୂଳ ରହିବ, କିନ୍ତୁ ସେୟାର ମାର୍କେଟ ଆଦି ନିବେଶ ହାନିକାରକ ସିଦ୍ଧ ହେବ। ମାନସିକ ଚାପ ସ୍ୱାସ୍ଥ୍ୟାବସ୍ଥାକୁ ଖରାପ କରିପାରେ। ବିଶେଷ କରି ଅନିୟମିତ ରକ୍ତଚାପ ଥିବା ରୋଗୀମାନେ ବିଶେଷ ଧ୍ୟାନ ଦେବା ଉଚିତ। ଆଜି ଆପଣ ଅସହାୟ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ, ଶୁଭ ଫଳ ପାଇବେ। ମିଥୁନ ରାଶି, ଆପଣଙ୍କ ରାଶିରୁ ସପ୍ତମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ଭାଗିଦାରୀ କାର୍ଯ୍ୟରେ ସଫଳତା ପ୍ରଦାନ କରିବ। ଯଦି ଆପଣ ନୂତନ ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି, ତାହେଲେ ସମୟ ଅତ୍ୟନ୍ତ ଶୁଭ ରହିଛି। ସରକାରୀ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ଉପକୃତ ହେବେ ତଥା ନୂତନ ଆୟର ଉତ୍ସ ବିକଶିତ ହେବ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟ ହାସଲ କରିବାରେ ବନ୍ଧୁମିତ୍ରଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନରେ ପାରିବାରିକ ସୁଖ ସମୃଦ୍ଧତା ବୃଦ୍ଧି ପାଇବ। ଯଦି ଆପଣ ଜୀବନସାଥୀଙ୍କ ସହିତ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ଆୟରେ ବୃଦ୍ଧି ଘଟିବ ଏବଂ ସଫଳତା ପାଇବେ। ପରିବାରର ସମ୍ପୂର୍ଣ୍ଣ ସମର୍ଥନ ଆପଣଙ୍କ ଉପରେ ଲାଗି ରହିବ।
ପିତାମାତାଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ଦ୍ୱାରା ଆପଣ ଉପକୃତ ହେବେ। ପ୍ରେମ ସମ୍ପର୍କକୁ ସ୍ଥାୟୀ ସମ୍ପର୍କରେ ପରିଣତ କରିବାର ପ୍ରୟାସ ସଫଳ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯଦି ଆପଣ ବ୍ୟବସାୟରେ ନୂତନ ନିବେଶକ ଖୋଜୁଛନ୍ତି ତେବେ ଆପଣ ସଫଳ ହେବେ, କିନ୍ତୁ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଆପଣଙ୍କ ପଥରେ ଅବରୋଧ ଉତ୍ପନ୍ନ କରିବ। ସେଥିପାଇଁ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଆଜି ଆପଣ ଓଁ ରାଂ ରାମଚନ୍ଦ୍ରାୟ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। କର୍କଟ ରାଶି, ଆପଣଙ୍କ ଷଷ୍ଠ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବାରେ ଆପଣଙ୍କ ସହାୟକ ହେବ। ଆପଣ ନିଜ ପରାକ୍ରମ ବଳରେ ନିଜର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ସମସ୍ତ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିବାରେ ସକ୍ଷମ ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ। ବସ୍ତ୍ର ବା ଷ୍ଟେସନାରୀ ବ୍ୟବସାୟରେ ଜଡ଼ିତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ପାରିବାରିକ ଜୀବନରେ ସନ୍ତାନ ପକ୍ଷରୁ କିଛି ସୁଖଦ ସମାଚାର ଆପଣଙ୍କୁ ପ୍ରସନ୍ନ କରିବ ତଥା ସନ୍ତାନ କାର୍ଯ୍ୟକ୍ଷେତ୍ରରେ ବିଶେଷ ଉନ୍ନତି କରିବେ। ଜୀବନ ସାଥୀଙ୍କ ସହିତ ମଧୁର ସମୟ ଅତିବାହିତ କରିବେ ଏବଂ କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ମୁକ୍ତି ମାର୍ଗ ଖୋଜିବାରେ ଜୀବନସାଥୀ ଆପଣଙ୍କ ସହଯୋଗ କରିବେ। ପିତାଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ପ୍ରେମ ଜୀବନରେ ଆପଣ ନୂତନ ଉତ୍ସାହ ଅନୁଭବ କରିବେ। ଆର୍ଥିକ ସ୍ଥିତିରେ ଉତ୍ତମ ଲାଭ ପ୍ରାପ୍ତି ହେବ ଏବଂ ବ୍ୟବସାୟର ବିସ୍ତାର କରିବାରେ ଆପଣ ସକ୍ଷମ ହେବେ। ଏହା ବ୍ୟତୀତ ଦୀର୍ଘ ଦିନ ଧରିଥିବା ରୋଗରୁ ଆପଣ ମୁକ୍ତି ପାଇବେ। ବିଶେଷ କରି ଚର୍ମ ସମ୍ବନ୍ଧିତ ରୋଗରେ ପୀଡ଼ିତ ବ୍ୟକ୍ତି ଉପକୃତ ହେବେ। ଆଜି ଆପଣ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ, ଶୁଭ ଫଳ ପାଇବେ। ସିଂହ ରାଶି, ଆପଣଙ୍କ ପଞ୍ଚମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ପ୍ରଦାନ କରିବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ଆପଣ ନିଜର ସମସ୍ତ ଲକ୍ଷ୍ୟ ପୂରଣ କରି ମାତାପିତା ଓ ଗୁରୁଜନଙ୍କୁ ଗୌରବାନ୍ୱିତ କରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଧୀରେ ଧୀରେ ପ୍ରଗତି ହେବ, ଯାହା ଫଳରେ ଆପଣ ମାନସିକ ସନ୍ତୁଷ୍ଟି ଅନୁଭବ କରିବେ। ପାରିବାରିକ ପରିବେଶରେ ଶାନ୍ତି ସୌହାର୍ଦ୍ଦ୍ୟ ଲାଗି ରହିବ। ଯଦି ମାତାଙ୍କ ସହିତ ପୂର୍ବରୁ କୌଣସି ମନମାଳିନ୍ୟ ଥାଏ ତାହା ଦୂର ହେବାକୁ ଲାଗିବ। ସନ୍ତାନ ପକ୍ଷର ଉନ୍ନତିରୁ ଆପଣ ବିଶେଷ ଆନନ୍ଦ ପ୍ରାପ୍ତ କରିବେ ତଥା ସନ୍ତାନ ଆପଣଙ୍କ ଆଜ୍ଞାର ପାଳନ କରିବେ। ଭାଇ ଓ ଭଉଣୀଙ୍କ ସହଯୋଗରୁ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବା ପାଇଁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏବଂ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେବ, କିନ୍ତୁ ଅଧିକ ଧାଁଦୌଡ଼ା କାରଣରୁ କିଛି ଥକାପଣ ଅନୁଭବ କରିବେ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। କନ୍ୟା ରାଶି, ଆପଣଙ୍କ ରାଶିରୁ ଚତୁର୍ଥ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ବାଣିଜ୍ୟ ବ୍ୟବସାୟ ପାଇଁ କ୍ଷତିକାରକ ହୋଇପାରେ। ସହକର୍ମୀମାନଙ୍କ ସହିତ ନିଜ ବ୍ୟବହାରର ବିଷୟ ଧ୍ୟାନ ରଖନ୍ତୁ, ଅନ୍ୟଥା ଆପଣଙ୍କ ପ୍ରତିଛବି କ୍ଷତିଗ୍ରସ୍ତ ହୋଇପାରେ। ଆପଣ ନିଜ ଲମ୍ବିତ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାର ପ୍ରୟାସ କରିବେ, କିନ୍ତୁ କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ଏବଂ ଅସୁରକ୍ଷିତ କାର୍ଯ୍ୟରୁ ଆପଣ ଦୂରେଇ ରୁହନ୍ତୁ। ରୋଜଗାର କ୍ଷେତ୍ରରେ କୌଣସି ପରିବର୍ତ୍ତନ ପାଇଁ ସମୟ ଶୁଭ ନୁହେଁ। ପାରିବାରିକ ଜୀବନରେ ପାରିବାରିକ ବାତାବରଣ ସାମାନ୍ୟ ସଂଘର୍ଷପୂର୍ଣ୍ଣ ରହିବ। ଆପଣଙ୍କ କ୍ରୋଧରେ ବୃଦ୍ଧି ଘଟିବ। ବିଶେଷ କରି ମାତାଙ୍କ ସହିତ କିଛି ବୈଚାରିକ ମତଭେଦର ସମ୍ଭାବନା ରହିଛି, କିନ୍ତୁ ପିତାଙ୍କ ମାର୍ଗଦର୍ଶନ ଓ ସମର୍ଥନ ଆପଣଙ୍କ ଉପରେ ଲାଗି ରହିବ। ଜୀବନ ସାଥୀଙ୍କ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ପ୍ରେମ ଜୀବନରେ ମଧୁରତା ଲାଗି ରହିବ, କିନ୍ତୁ ଆପଣଙ୍କୁ ଅନ୍ୟମାନଙ୍କ ପକ୍ଷ ବୁଝିବାର ପ୍ରୟାସ କରିବା ଉଚିତ। ଆର୍ଥିକ ସ୍ଥିତିର ବିଷୟ ଧ୍ୟାନ ରଖନ୍ତୁ। କୌଣସି ଭୁଲ ନିର୍ଣ୍ଣୟ କାରଣରୁ ବଡ଼ କ୍ଷତିର ସାମ୍ନା କରିବାକୁ ପଡ଼ିବ। ମାନସିକ ଚାପ ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରିବ। ବିଶେଷ କରି ଯାନବାହନ ଚଳାଚଳରେ ସାବଧାନ ରୁହନ୍ତୁ। ଆଜି ଆପଣ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ,
शुभ फल पाइबे। तुला राशि आपणक राशि तृतीय भाव में चंद्रदेवंको गोचर आपणक पराक्रम रे वृद्धि करिब। आपण निज वाणी द्वारा समस्तंको प्रभावित करी सफलता प्राप्त करिबे। कूटनीतिज्ञ बा वकिलाती क्षेत्र रे जड़ित व्यक्ति विशेष लाभवान हेबे। व्यवसायी वर्गंक पई नूतन योजना गुड़िकर रूप देवा पई समय उत्तम अनुकूल रही। आपण सफलतार सहित निज कार्य क्षेत्र विस्तार करिबे। किछि नूतन संपर्क स्थापित हेब जहा भविष्यत रे व्यावसायिक सफलता प्रदान करिब। पारिवारिक जीवन रे परिवारर सुख एवं समृद्धता पई आपण खर्च करिबे एवं जीवन साथी पक्षरु पूर्ण समर्थन पाइबे। विदेशरु किछि भल खबर पाई मन खुशी हेब। भाई किंबा बंधु मानकर विशेष समर्थन आपणक अग्रगतिर कारण हेब। किंतु पितांक स्वास्थ्य प्रति विशेष ध्यान रखंतु। आर्थिक स्थिति क्षेत्र रे उन्नति हेब किंतु अनावश्यक खर्चरे वृद्धि मानसिक चिंतित करिब। स्वास्थ्य अवस्था उत्तम अनुकूल रही। आज आपण बजरंग बाण पाठ करंतु शुभ फल पाइबे। बिछा राशि आपणक द्वितीय भाव में चंद्रदेवंको गोचर आपणक धन संपत्ति रे वृद्धि करिब। औषध किंबा विद्युत उपकरणर व्यवसाय करुवा लोकंक पई विशेष लाभर संभावना रही। उच्च अधिकारी आपणक कार्य को सम्मान करिबे तथा प्रगतिर मार्ग प्रशस्त हेब। छात्र छात्री माने उपयुक्त भाव रे निजको व्यक्त करिबारे समर्थ हेबे। पारिवारिक जीवन रे मधुरतार भाव रहिब एवं जीवन साथी आपणक सम्मान करिबे तथा दाम्पत्य जीवन आहुरी मजबूत हेब। पूर्वरु लागि रहितबा समस्यार अंत घटिब। भाई भौणी पक्षरु स्नेह मिलिब एवं सेमाने आपणको अनुसरण करिबे। प्रेम संपर्क रे परस्पर को भल भाव रे बुझिबा पई यह एक सुवर्ण सुजोग। आर्थिक स्थिति क्षेत्र रे उन्नति हेब एवं नूतन आयर विकास हेब। किंतु कार्य व्यस्तता हेतु किछि शारीरिक थकापन अनुभव करिबे। आज आपण तुलसी वृक्ष रे जल अर्पण करंतु शुभ फल पाइबे। धनु राशि आपणक राशि स्थान चंद्रदेवंको गोचर आपणक व्यक्तित्वर विकास रे सहायक हेब। अधिक आत्मविश्वास तथा दृढ़ता सहित आपण परिस्थिति को सामना करी सफलता अर्जन करिबे। संपादना अथवा प्रसारण क्षेत्र जड़ित व्यक्तिंक पई स्थिति लाभदायक हेब। सरकारी सेवारे जड़ित व्यक्तिंक पद प्रतिष्ठा वृद्धि पाइब। पारिवारिक जीवन रे संतानक पक्षरु सुखद समाचार प्राप्ति हेब। किंतु परिवारर वरिष्ठ सदस्यंक स्वास्थ्य अवस्थार विषय ध्यान रखंतु। पितांक सहयोगरु आपणक अटकीथिबा कार्य रे गति आसीब। जीवन साथी आपणक व्यक्तित्वर परिवर्तन द्वारा प्रभावित हेबे। परिवारर अनावश्यक खर्च नियंत्रण लागि रहिब। किंतु आर्थिक दृष्टिकोणरु कौनसी प्रकार रिक्स नेबा उचित नुहे। नुआ दिगरु आर्थिक लाभ मिलिब। वाणिज्य व्यवसाय क्षेत्र रे आपण लाभवान हेबे किंतु स्वास्थ्य प्रति विशेष सावधान रहंतु। आज आपण जे कोनसी मंदिर रे नाली रंगर ध्वजदान करंतु शुभ फल पाइबे। मकर राशि आपणक राशि द्वादश भाव में चंद्रदेवंको गोचर कारणरू आपणको किछि असुविधाजनक परिस्थितिर सामना करबाकू पड़िब। किछि अप्रत्याशित घटना हेतु आपणको राजदंडर सामना करबाकू पड़ी पारे। सेथिपाई सावधानता सहित कार्य करंतु एवं कोनोसी प्रकार अनैतिक कार्यरू दूरी रुहंतु। कारीगर किंबा जनस्वास्थ्य विशेषज्ञंक पई समय अपेक्षाकृत भल रहिब। छात्र छात्री माने निज शिक्षा प्रति विशेष ध्यान देवार आवश्यक रही। अन्यथा क्षतिर संभावना रही। पारिवारिक जीवन रे आपण आर्थिक अवस्था और संतानक भविष्यत को नहीं चिंतित हेबे। पारिवारिक स्थिति सामान्य संघर्षपूर्ण रहिब। विशेष करी कोनोसी अनावश्यक खर्चरू आपण दूरे रुहंतु एवं ऋण नेबाठारू
ଆପଣ ଦୂରେଇ ରୁହନ୍ତୁ, ଅନ୍ୟଥା କ୍ଷତିର ସାମ୍ନା କରିବାକୁ ପଡ଼ିବ। ଭାଇ ଓ ଭଉଣୀଙ୍କ ସାହାଯ୍ୟରେ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ। ଆର୍ଥିକ ଦୃଷ୍ଟିରୁ ସ୍ଥିତି ସଂଘର୍ଷପୂର୍ଣ୍ଣ ରହିବ, କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯେକୌଣସି ପ୍ରକାର ନିବେଶ କିମ୍ବା ସମ୍ପତ୍ତି କ୍ରୟକୁ ସଠିକ ସମୟ ପାଇଁ ସ୍ଥଗିତ ରଖନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। ଆଜି ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଶୁଭ ଫଳ ପାଇବେ। କୁମ୍ଭ ରାଶି, ଆପଣଙ୍କ ଏକାଦଶ ଭାବରେ ଚନ୍ଦ୍ରଦେବଙ୍କୁ ଗୋଚର ଆପଣଙ୍କ ଲାଭର ସ୍ଥିତିକୁ ବୃଦ୍ଧି କରିବ। ବିଦ୍ୟୁତ୍ ଏବଂ ଟେଲିଭିଜନ ଶିଳ୍ପରେ ଜଡ଼ିତ ବ୍ୟକ୍ତି ବିଶେଷ ଲାଭବାନ ହେବେ। ସରକାରୀ ପକ୍ଷରେ ଜଡ଼ିତ ବ୍ୟକ୍ତି ଇଚ୍ଛାକୃତ କ୍ଷେତ୍ରରେ କାର୍ଯ୍ୟ କରିବାର ଅବସର ପାଇବେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଉତ୍ତମ ପରିଣାମ ପ୍ରାପ୍ତ କରିବେ ଏବଂ ଭବିଷ୍ୟତର ମାର୍ଗ ପ୍ରଶସ୍ତ ହେବ। ପାରିବାରିକ ଜୀବନରେ ଆପଣ ପିତାଙ୍କ ସହଯୋଗରେ କିଛି ବିଶେଷ ସଫଳତା ହାସଲ କରିବାକୁ ସମର୍ଥ ହେବେ। ଜୀବନ ସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ପରିବାର ସହିତ କିଛି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିବେ ଏବଂ କୌଣସି ଛୋଟ ଯାତ୍ରାର ଯୋଜନା କରିବେ। ବନ୍ଧୁମିତ୍ରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ଉତ୍ତମ ଅନୁକୂଳ ରହିବ ଏବଂ ଆପଣଙ୍କ ସଞ୍ଚିତ ଧନରେ ବୃଦ୍ଧି ଘଟିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଆପଣ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥାରେ ପିଠି କିମ୍ବା ମେରୁଦଣ୍ଡରେ କୌଣସି ପ୍ରକାରର ସମସ୍ୟା କିମ୍ବା ଯନ୍ତ୍ରଣା ଅନୁଭବ କରିବେ। ଆଜି ଆପଣ ବଜରଙ୍ଗ ବାଣ ପାଠ କରନ୍ତୁ, ଶୁଭ ଫଳ ପାଇବେ। ମୀନ ରାଶି, ଆପଣଙ୍କ ରାଶିରୁ ଦଶମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନୁକୂଳତା ପ୍ରଦାନ କରିବ। ବ୍ୟବସାୟରେ ପ୍ରତିବନ୍ଧକରୁ ମୁକ୍ତି ଆପଣଙ୍କ ପାଇଁ ପୁନର୍ବାର ଲାଭର ସ୍ଥିତି ଉତ୍ପନ୍ନ କରିବ। ରୋଜଗାର କ୍ଷେତ୍ରରୁ କୌଣସି ଉତ୍ତମ ଖବର ଆପଣଙ୍କୁ ଚିନ୍ତାମୁକ୍ତ କରିବ। ଉଚ୍ଚ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତ କରିବେ। ବିଜ୍ଞାପନ ଏଜେନ୍ସି ଏବଂ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ପାରିବାରିକ ଜୀବନରେ ପରିବାରରେ ସମନ୍ୱୟ ବୃଦ୍ଧି ପାଇବ ଏବଂ ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ କାର୍ଯ୍ୟରେ ସଫଳତାର କାରଣ ହେବ। ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ଲାଗି ରହିବ। ଭାଇ ଭଉଣୀଙ୍କ ସମ୍ବନ୍ଧିତ ସୁଖଦ ସମାଚାର ଆପଣଙ୍କୁ ପ୍ରସନ୍ନତା ପ୍ରଦାନ କରିବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ ଏବଂ ଆର୍ଥିକ ସ୍ଥିତି କ୍ଷେତ୍ରରେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ଆର୍ଥିକ ଲାଭର ସ୍ଥିତି ବିକଶିତ ହେବ। ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କ ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ଏବଂ ମାନସିକ ଶାନ୍ତି ବଜାୟ ରହିବ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ତିଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ।